ଦେଖନ୍ତୁ ଏଇଟା ହଉଛି ମୋ ଜନ୍ମ ମାଟି। ଏ ମାଟିରେ ମୁଁ ଜନ୍ମ ନେଇଥିଲି। ଏ ମାଟିରେ ଛୋଟରୁ ବଡ଼ ହେଇଛି। ଏଠି ଦାଦି ବାପା ଭାଇ ସମସ୍ତେ ଛୋଟବେଳୁ ଯେତେବେଳେ ଲଙ୍ଗଳା ହେଇକି ମୁଁ ଜନ୍ମ ହେଇଥିଲି ଆଜି ବଡ଼ ହେଇଛି ଆପଣମାନଙ୍କ ପାଖରେ ପରିଚୟ ପାଇଛି। ନିଆଳି ନିର୍ବାଚନ ମଣ୍ଡଳୀରେ ସାଧାରଣ ଜନତାଙ୍କର ମୁଁ ଗୋଟେ ପ୍ରିୟ ପାତ୍ର ହେଇଛି କି ସାଧାରଣ ଜନତାଙ୍କ ପାଇଁ ଆଜି ଲଢ଼େଇ କରୁଛି। ବିଭିନ୍ନ ପ୍ରକାର ମାଲି ମକଦ୍ଦମା ବହୁତ କେସ୍ ଭଲ ମନ୍ଦ ଆପଣମାନେ ମଧ୍ୟ ଜାଣିଥିବେ। କିନ୍ତୁ ଯେହେତୁ ମୋ ମାଟିର ଏଇ ଯେଉଁ ଆଜି ଅନୁଷ୍ଠାନ ହେଉଛି ଯେଉଁ ଦୋଳ ଅନୁଷ୍ଠାନ ଏ ଦୀର୍ଘ 100 ବର୍ଷରୁ ଅଧିକ। କିନ୍ତୁ ଯେହେତୁ ପରମ୍ପରା ଆଜି ଆମେ ଜାଣିନୁ ହয়তো ଏ ପରମ୍ପରା ବିଷୟରେ କେହି ଜାଣିନାହାନ୍ତି। ମୁଁ ଜନ୍ମ ହେବା ଠାରୁ ମୋ ବାପାଙ୍କୁ ପଚାରିଥିଲି ବାପା କହିଲେ ମୁଁ ଜନ୍ମ ହେବା ପୂର୍ବରୁ ଦେଖିଛି ମୋ ଜେଜେ ବି ଜନ୍ମ ହେବା ପୂର୍ବରୁ ଦେଖିଛନ୍ତି। ଏଠି ଆମର 9ଟି ଦୋଳ ବିମାନକୁ ନେଇ ଏଠି ଦୋଳ ଅନୁଷ୍ଠିତ ହୁଏ। କାଳଖ ଜୁଆଙ୍ଗ ସୁନ୍ଦରଦା ଗଳଦାରି କପାସୀ ଏରଡ଼ା ତିହୁଡ଼ି ଏମିତି 9ଟି ଦୋଳ ବିମାନକୁ ନେଇ ଏଠି ଆମର ଦୋଳ ଅନୁଷ୍ଠିତ ହୁଏ। प्रत्येक वर्ष यही
ଫଗୁଣ ମାସରେ ଦୋଳ ପୂର୍ଣ୍ଣିମା ଯୋଉ ହୋଲି ଦିନ ଆମ ଗାଁରେ ଦୋଳ ପର୍ବ ଅନୁଷ୍ଠିତ ହୁଏ। ସାଧାରଣ ଜନତା ଆପଣ ଦେଖୁଥିବେ, ବହୁତ ବଡ଼ ଗାଁ ଆମର ଏ ତିହୁଡ଼ି ପଞ୍ଚାୟତ। ବିଭିନ୍ନ ଲୋକଙ୍କ ମହଲରେ ଆପଣ ଦେଖୁଥିବେ ଯୋଉ ପ୍ରକାର ଖୁସିର ବାର୍ତ୍ତା ଥିଲା କି ଠାକୁର ଆଜି ଆସିବେ, ନଅ ଦୋଳ ଆମ ଗାଁକୁ ଆସିବେ, ଏକ ସମୟରେ ଆସିବେ, ବିରାଟ ପ୍ରସେସନ ସହକାରେ ସମସ୍ତ ଦୋଳ ଆଜି ଯିବେ। ଆଉ ଏ ଯୋଉ ଆନନ୍ଦ ଉଲ୍ଲାସର ଯୋଉ ବାତାବରଣ ଥିଲା ତା ସାଙ୍ଗରେ ମୁଁ ଆଜି ଭାଗ ନେଇଥିଲି। ଭାଗ ଏଇଥିପାଇଁ ନେଇଥିଲି, ମୁଁ ପ୍ରତିବର୍ଷ ମୋ ଗାଁକୁ ଆସେ, କାହିଁକିନା ଗାଁ ସହିତ ମୋର ଯୋଉ ସମ୍ପର୍କ, ମୁଁ ଗାଁରୁ ଯେହେତୁ ଜନ୍ମ, ଗାଁ ସହିତ ମୋର ଯୋଉ ଭଲ ପାଇବା, ଯୋଉ ବନ୍ଧୁତା ଅଛି, ଆଉ ଯୋଉ ମୋର ପ୍ରିୟ ଭାଜନ ଲୋକମାନେ ଅଛନ୍ତି, ମୁଁ ପ୍ରତ୍ୟେକ ସମୟରେ ଗାଁକୁ ଆସେ। ଆଜି ମଧ୍ୟ ଆସିଥିଲି। ଏଇଟା କୌଣସି ବଡ଼ ଜିନିଷ ନୁହେଁ। ସୁବିଧା ଅସୁବିଧା ମଧ୍ୟରେ ମଧ୍ୟ ମୋ ଗାଁର ପ୍ରତ୍ୟେକ ପୂଜା ପର୍ବଣୀ, ଆମର ତ୍ରିବେଣୀ ଅମାବାସ୍ୟା ହୁଏ, ଏ ଦୋଳ ପୂର୍ଣ୍ଣିମା ହୁଏ, ବିଭିନ୍ନ ପ୍ରକାର ଅନୁଷ୍ଠିତ ହୁଏ। ଏଠି ସବୁ ସମୟରେ ମୁଁ ଆସେ। ବହୁତ ଆନନ୍ଦ ଉଲ୍ଲାସର ସହିତ ଆମ ଅଞ୍ଚଳର ଯୋଉ ଗାଁର ଯୋଉ ଜନସାଧାରଣ ଅଛନ୍ତି ସମସ୍ତେ ଖୁସିର ସହିତ ଏ ଅନୁଷ୍ଠାନକୁ ପାଳନ କରନ୍ତି। ମୁଁ ଅନୁଭବ କରୁଛି, ଆଶା କରୁଛି ଆପଣମାନେ ଯୋଉ ଆସି ଏଠି ପହଞ୍ଚିଗଲେ, କୋଉଠୁ ଖବର ପାଇଲେ ମୁଁ ଜାଣିନି, କିନ୍ତୁ ମୁଁ ଆଶା କରୁଛି ଆପଣମାନଙ୍କର ଯୋଉ ଆପଣମାନଙ୍କ ଜରିଆରେ ଏଇ ଯୋଉ ବହୁତ ପୁରୁଣା ଅନୁଷ୍ଠାନ ଏଇ ଅଞ୍ଚଳରେ ଅଛି, ଏଇ ଯୋଉ 8-9 ଖଣ୍ଡ ଗାଁକୁ ନେଇ ଯୋଉ ଅନୁଷ୍ଠିତ ଦଶମୀ ଠାରୁ ଫଗୁ ଦଶମୀ ଠାରୁ ଆରମ୍ଭ କରି ଆପଣଙ୍କର ଦୋଳ ପୂର୍ଣ୍ଣିମା ପର୍ଯ୍ୟନ୍ତ, ହୋଲି ପର୍ବ ପରେ ପୁଣି ତାପରେ ଆପଣଙ୍କର ସଲବଣୀ ଭୋଗ ହୁଏ, ଯମୁନା ସ୍ନାନ ହୁଏ, ଲାଷ୍ଟରେ ଆପଣଙ୍କର ଏରେଡ଼ା ମେଳନ ବି ହୁଏ। ଦୀର୍ଘ 13 ଦିନ ଧରି ଭାଗବତ ମେଳନ ହୁଏ। ଦୀର୍ଘ 13 ଦିନ ଧରି ଆମ 8-9 ଖଣ୍ଡ ଯୋଉ ମୌଜାର ଯୋଉ ଲୋକମାନେ ଅଛନ୍ତି ଶାନ୍ତି ଶୃଙ୍ଖଳାର ସହିତ ଅନୁଷ୍ଠାନକୁ ପାଳନ କରନ୍ତି। ଆମେ ଅନୁରୋଧ କରୁଛୁ ଏଇ ଯୋଉ ବାର୍ତ୍ତା ଆପଣମାନଙ୍କ ଜରିଆରେ ନିଆଳି ନିର୍ବାଚନ ମଣ୍ଡଳୀରେ ସମସ୍ତଙ୍କ ଜନସାଧାରଣଙ୍କ ପାଖରେ ପହଞ୍ଚୁ ଏବଂ ପ୍ରଭୁ ରାଧାକୃଷ୍ଣଙ୍କର ଯୋଉ ଶୁଭାଶିଷ, ଯୋଉ ଭଲ ପାଇବା ଏବଂ ଯୋଉ ରାଧାକୃଷ୍ଣଙ୍କର ଆଶୀର୍ବାଦ ନିଆଳି ଅଞ୍ଚଳର ସମସ୍ତ ଜନସାଧାରଣଙ୍କ ଉପରେ ରହୁ, ଏହା ହିଁ ଆପଣଙ୍କ ଜରିଆରେ ପ୍ରଭୁ ରାଧାକୃଷ୍ଣଙ୍କ ପାଖରେ ମୋର ପ୍ରାର୍ଥନା। ମାନେ ଆଗ ଅପେକ୍ଷା ବହୁତ ଉନ୍ନତ ହେଲେଣି। ବର୍ଷ ବର୍ଷ ବଢି 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 ଚାଲିଛି। ଆଉ ଆସନ୍ତି 8 ଦଳ, ସବୁ ବର୍ଷ ତାଙ୍କ 8 ଭାଇ ସମସ୍ତେ ଆସନ୍ତି। ଆଉ ଏ ଯୋଉ ପ୍ରୋସେସନ ଗୁଡାକ ସବୁ ବର୍ଷ ଅବଶ୍ୟ ଅଛି, କିନ୍ତୁ ଏ ଯୋଉ ବାଜା ଫଜା ଏଗୁଡା ଏତେ ନଥିଲା, ବହୁତ ବଢିଗଲାଣି। ହଁ, ସବୁ ଭଲ ରହୁଛି, ଠିକ ଠାକ ରହୁଛି। ଭୋଗରାଗ ଯେମିତି ହବା କଥା, ଠାକୁର ଏକାଦଶୀ ଦିନ ଫାଷ୍ଟ ଦିନ ଆମର ସବୁ ଖାଆନ୍ତି, ଆମର ଲେଙ୍କା ସେଇ ହୋଲ ଖାଆନ୍ତି। ତାପରେ ଆଜି ପୂର୍ଣ୍ଣମୀ ହୋଲି ହେଲା, ତାପରେ ଦୋଳ ଇଏ ମେଳଣ ଆଜି ହେଲା, କାଲି ହବ ସରଲବଣୀ ଭୋଗ। ଆମର ଏଇଟା ହଉଛି ଦୋଳ ପର୍ବ। ଯୋଉ ପ୍ରଭୁ ରାଧାକୃଷ୍ଣଙ୍କର ଯେମିତି ବର୍ଷକୁ ଥରେ ଦୋଳ ପର୍ବ ହୁଏ, ମାନେ ନିୟମ ହିସାବରେ ପାଞ୍ଜି ହିସାବରେ ଆମର ଦୋଳ ପର୍ବ ବର୍ଷକୁ ଥରେ ପାଳନ କରାଏ। ଏଇଟା ହଉଛି ରାଧାକୃଷ୍ଣ ହଉଛନ୍ତି ଭକ୍ତ ବତ୍ସଳ। ଯେମିତି ଜଗନ୍ନାଥ ମହାପ୍ରଭୁ ବର୍ଷକୁ ଥରେ ଲେଖା ମାନେ ତାଙ୍କ ସିଂହାସନର ତଳକୁ ଆସିକିରି ଭକ୍ତମାନଙ୍କ ପାଖରେ ପହଞ୍ଚନ୍ତି, ଇଏ ବି ସେମିତି ରାଧାକୃଷ୍ଣଙ୍କର ତାଙ୍କର ସେଇଟା ଗୋଟେ ଅବତାର। ସିଏ ବି ସେମିତି ଗ୍ରାମାଞ୍ଚଳରେ ମାନେ ପ୍ରତି ଗାଁ ବୁଲିକିରି, ପ୍ରତି ଘର ବୁଲିକିରି, ଯେମିତି ଆମେ ପ୍ରତିଦିନ ମନ୍ଦିରକୁ ଯାଇ ପୂଜା କରିବା ପାଇଁ, ଭୋଗ ଦେବା ପାଇଁ, ଇଏ ସେମିତି ମାନେ ଭକ୍ତଙ୍କ ପାଖକୁ ଯିବା ପାଇଁ ସେ ନିଜେ ଥରେ ବର୍ଷକୁ ଥରେ ଓହ୍ଲାନ୍ତି, ନିଜ ପ୍ରତି ଘରେ ଘରେ ବୁଲିକିରି ଭୋଗ ଖାଆନ୍ତି। ତେଣୁକରି ଏଇଟା ହଉଛି ତାଙ୍କର ଗୋଟେ ଭକ୍ତ ପାଇଁ ଗୋଟେ ଅବଦାନ। ମାନେ ଭକ୍ତକୁ ସେ ଏତିକି ଭଲ ପାଆନ୍ତି ବୋଲି, ଆମେ ଯେମିତି ଭଗବାନଙ୍କୁ ଭଲ ପାଉଛେ, ସେ ସେମିତି ଭକ୍ତଙ୍କୁ ଭଲ ପାଆନ୍ତି, ସେମିତି ଭକ୍ତଙ୍କ ପାଖକୁ ଯାଆନ୍ତି। ତେଣୁକରି ସେଇ ଅବସରରେ
एमती ग्रामांचल प्रति गाँव में यहाँ गोटे बड़ अनुष्ठान स्पेशल से अनुकूल तिहुड़ी ग्राम यहाँ हूँ आम गोटे बहुत बड़ आम स्पेशल राधाकृष्ण मंदिर अच्छी यहाँ गोटे वार्षिक उत्सव पालन कराए एठी सेमती सर्व माने सम्मति क्रमे दल बल निर्विशेष एठी केही कहार किछि न करी माने भाईचारा संपर्क रखी माने समस्ते माने सहयोग करी ए उत्सव पालन करती बहु आडंबर सह पालन करा जाए तेणुकर आमे भी समस्ते खुशीर सह अपेक्षा करिथाउ जे ए वर्षर दिनटा केमिति आम पाखु पुणी पुनश्च फेरी आसिबो समस्ते भाईचारार संपर्क फेरी आसिक आम भगवान को पाखक नहीं आम केमती माने तांको कांधरे बसैक आनिक दोल उत्सव पालन करवा जहाँ यही वर्ष सेमती बहुत धूमधाम पालन कर प्रभु राधाकृष्ण पाखे मो माने विनम्र प्रार्थना करुच्ची एमती आग को दिन को दिन एमती आहरी आग को जाओ एमती भलरे पालन करा जाओ ता भी माने प्रभु राधाकृष्ण समस्त समस्त लोक पंचायत ब्लॉक स्तर समस्त वासी को जमी मंगल करते मोर यहाँ मोर प्रार्थना। हरि ओम नीलादौ शंख मध्ये शतदल कमले रत्न सिंहासनस्था सर्वालंकार युक्तं नवघन रुचिरं संयुक्तं चाग्रजेन भद्राया वाम भागे रतचरणजुतं ब्रह्मरुदेन्द्र वन्द्यं वेदानां सारमेकं सुजन परिवृत श्री ब्रह्मदारु नमामि श्री दारु ब्रह्म शर्मामि हरि ओम। आमर राधा गोविंद दोल जात्रा कहीं के कालू खंजा हो आसी कौ राजा महाराज मान कर ये तिहुड़ी ग्राम रे ये मंदिर रे कहीं के कालू कहीं भी कही पारे के कालू ये ग्राम रे दोल जात्रा पर्व पालन करा जाउछि एवं ये मंदिर रे आमर परंपरा अनुसार आम जेजे बाबा करुले बापा मध्य करिसेंती 50-60 वर्ष एवं मते नियर अबाउट 60 इयर्स हेलानी एवं मु मध्य मंदिर रे स्थायी भाव में नियुक्ति रही राधा माधव पूजा संपादन करुअछि।